ଜୟ ଜଗନ୍ନାଥ। ସଂସାରରେ ଜନ୍ମ ପାଇଛି, ନାନା ଦୁଃଖ ସୁଖ ପୁରୀ ରହିଛି। ୟା ଭିତରେ ଆମେ କେମିତି ଭାବରେ ଜୀବନଯାପନ କରିବା ସମସ୍ତେ ସାଧାରଣତଃ ଭାବିବା ଉଚିତ। ଆମେ ଦେଖିବାକୁ ପଡ଼ିବ ଆମର ପାରିପାର୍ଶ୍ୱିକ ଅବସ୍ଥାରେ କିଏ କିଏ ଅଛନ୍ତି, ସେମାନଙ୍କୁ ଧରିକି ଆମକୁ ଚଳିବାକୁ ପଡ଼ିବ। ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ଆଉ ଘରର ବାପ ମା ଭାଇ ଭଉଣୀ ଏ ସମସ୍ତେ ବି ଅଛନ୍ତି। ପ୍ରତ୍ୟେକ ପରିବାରରେ ସବୁ ସୁଖ ଦୁଃଖ ଦୁଇଟାକ ଲାଗି ରହିଛି। ଏଭଳି ସ୍ତରରେ ଏ ଜଞ୍ଜାଳମୟ ସାଗରରେ କେମିତି ଆମେ ପାର ହେବା ସେଟା ସମସ୍ତେ ଟିକେ ଭାବିବା ଉଚିତ। ଭାବିକିରି ପ୍ରତ୍ୟେକ କ୍ଷେତ୍ରରେ କେମିତି ପ୍ରତ୍ୟେକଙ୍କୁ ଖାପ ଖୁଆଇ ଜୀବନ ଚଳେଇ ନେବା ଏବଂ ସମସ୍ତ ମନରେ ଆନନ୍ଦ ଦେବା, କାହା ମନ ଦୁଃଖ ଦେବା, ଏ କଥାକୁ ଚିନ୍ତା କରିକି ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ସାଧାରଣରେ ଚଳିବା ଉଚିତ। ମୋ ମତରେ ଏମିତି କାମ କରିବା ଯେମିତି କାହା ମନରେ କିଛି କଷ୍ଟ ନ ଆସିବ, ଦୁଃଖ ନ ଆସିବ, ସମସ୍ତେ ଶାନ୍ତିରେ ରହିବେ। ଆମେ ଶାନ୍ତିରେ ରହିବା ସଙ୍ଗେ ସଙ୍ଗେ ହସ ଖୁସିରେ ରହିବା ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କ ମୁହଁରେ ଯେମିତି ହସ ଉଠିବ, ଶାନ୍ତି ଭରପୁର ରହିଯିବ, ସେଇଟା ଯଦି ଆମେ ସମସ୍ତେ ଦେଖିବା, ଆମେ ଖୁସି ରହିବା ସଙ୍ଗେ ସଙ୍ଗେ ସମଗ୍ର ସଂସାର ଶାନ୍ତିରେ ରହିବ। ଆମେ ଦେଖୁଛେ ପ୍ରତ୍ୟେକ କ୍ଷେତ୍ରରେ ଆମେ ନାନାଦି କାମ ତ କରୁଛେ, ଭଲ ମନ୍ଦ ଦୁଇଟା ଜିନିଷ ଅଛି। ଭଲ କଲେ ସମସ୍ତେ ଭଲ କହିବେ, ଖରାପ କାମ କଲେ ସମସ୍ତେ ଖରାପ କହିବେ। କିନ୍ତୁ ପ୍ରତି କ୍ଷେତ୍ରରେ ଆମେ ଗୋଟିଏ ମାତ୍ର ବାଟ ଆମ ପାଇଁ ଅଛି, ଭଗବାନଙ୍କ ଶରଣ ନେବା। ସବୁ କଥାରେ ଭଗବାନଙ୍କୁ ଯଦି ସମର୍ପଣ କରି ସବୁ କାମଗୁଡ଼ିକ କରିବା, ତାହେଲେ ଭଗବାନ ସନ୍ତୁଷ୍ଟ ହେବା ସଙ୍ଗେ ସଙ୍ଗେ ସେ ତ ଜଗତର ପିତା, ଜଗତର ମାତା, ଜଗତର ସମସ୍ତ କଥା ସେ ବୁଝନ୍ତି। ତେଣୁ ତୁମକୁ ସେ ସମୟରେ ସେ ଆଶୀର୍ବାଦ ଦେବେ ବା ସେ ଶୁଭ ଦୃଷ୍ଟି ରଖିଲେ ଆପଣ ଚାହିଁଥିବା ପ୍ରତ୍ୟେକ ଭଲ କାମ ହେବା ସଙ୍ଗେ ଖରାପ କାମ ମଧ୍ୟ ଭଲରେ ପରିଣତ ହେଇଯିବ। ଅର୍ଥାତ୍ ଆପଣ ଦୁର୍ବୁଦ୍ଧି ଗୁଡ଼ାକ ସୁବୁଦ୍ଧିରେ ପରିଣତ ହେଇଯିବ। କୁବୁଦ୍ଧି ସ୍ଥାନ ମାଡ଼ିବ ନାହିଁ ବା କେଉଁ ସମ୍ପର୍କ ବା କେଉଁ କାର୍ଯ୍ୟ ଗୁଡ଼ିକ ତା ଛାଇଁ ମିଳିଯିବ। ଆମେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବା, ଏହା ମୋର ବିଶ୍ୱାସ। ଜୟ ଜଗନ୍ନାଥ।